ସକାଳର ହେଡଲାଇନ୍ ବଡ଼ ଖବର ଆସିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପାଇଁ କାର୍ଯ୍ୟାଦେଶ। 2023 ଏବଂ 24 ସର୍ଭେରୁ ବାଦ୍ ପଡ଼ିଥିବା ପ୍ରାୟ 37,89,234ଟି ପରିବାରକୁ ପ୍ରାରମ୍ଭିକ ହିସାବରେ ଚିହ୍ନଟ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏବଂ ଯାହା ସର୍ଭେରୁ ଜଣାପଡ଼ିଛି 2016 ଏବଂ 17 ଆର୍ଥିକ ବର୍ଷରୁ ପ୍ରାୟ 28,08,705 ପରିବାର ଗୃହ ମଞ୍ଜୁର 24 ଲକ୍ଷ ହୋଇଥିଲା ଏବଂ ତନ୍ମଧ୍ୟରୁ 24,49,862 ପୂର୍ଣ୍ଣ କରାଯାଇଛି। ଏହା ଗତକାଲି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ। କହିଥିଲେ କି ସ୍ପଷ୍ଟ ଭାବରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁମାନଙ୍କର ପ୍ରକୃତରେ ସର୍ଭେ ହେଇଛି ଏବଂ ଯେଉଁମାନେ ପାଇବାକୁ ଯୋଗ୍ୟ ସେଇମାନଙ୍କୁ ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯିବ ବୋଲି ଯାହା ରବି ନାରାୟଣ ନାୟକ ସୂଚନା ଦେଉଥିଲେ କି ଚଳିତ ବର୍ଷ ଆର୍ଥିକ ବର୍ଷରେ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ପ୍ରକୃତ ଯୋଗ୍ୟ ସେଇମାନଙ୍କୁ ହିଁ ବହୁତ ଶୀଘ୍ର ଯୋଗାଇ ଦିଆଯିବ। 2023 ଏବଂ 24ରେ ସର୍ଭେ ହୋଇଥିବା 37,89,234ଟି ପରିବାର ସମ୍ପୂର୍ଣ୍ଣ ଭାବରେ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବେ, ଯାହାକି ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି। ଯେଉଁମାନେ 24-25ରୁ ଅନେକ ଲୋକ ସର୍ଭେ ପରେ ସେମାନଙ୍କ ପଞ୍ଚାୟତ ରାଜରେ ନାଁ ବାହାରିଥିଲେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା ପାଇନଥିଲେ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେଇମାନଙ୍କୁ ହିଁ ପ୍ରଥମ ପର୍ଯ୍ୟାୟ କ୍ରମେ ଫେବୃଆରୀ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା ପହଞ୍ଚିବ ବୋଲି ଯାହା କୁହାଯାଇଥିଲା। ଅନେକ ଗୃହ ମଧ୍ୟ ନିର୍ମାଣାଧୀନ ଅବସ୍ଥାରେ ହିଁ ଅଧା ହୋଇ ରହିଥିଲା। ଯେଉଁମାନେ ପ୍ରକୃତରେ ଘର ତିଆରି କରିନାହାନ୍ତି, ଗୃହ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ, ସେମାନଙ୍କୁ ମଧ୍ୟ ବହୁତ ଶୀଘ୍ର ଫେବୃଆରୀ ଶେଷ ସୁଦ୍ଧା ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦିଆଯିବ ବୋଲି ଯାହା ସ୍ପଷ୍ଟ ସୂଚନା ଦେଇ କହିଥିଲି ବୋଲି ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି। ସକାଳର ବଡ଼ ଖବର, ବଡ଼ ହେଡଲାଇନ୍।